ଇଷ୍ଟର୍ଣ୍ଣ ପେଷ୍ଟ କଣ୍ଟ୍ରୋଲ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ। ଇଷ୍ଟର୍ଣ୍ଣ ପେଷ୍ଟ କଣ୍ଟ୍ରୋଲ ବିଗତ 10 ବର୍ଷ ହେଲା ଆପଣଙ୍କୁ ସେବା ଦେଇ ଆସୁଅଛି। ଆମର ସର୍ଭିସ କହିଲେ ଆମେ ପେଷ୍ଟ ମ୍ୟାନେଜମେଣ୍ଟ ଉପରେ କାମ କରୁ। ଏନି ପ୍ରକାର ପେଷ୍ଟ ମାନେ ହେଲା କିଡ଼ା। ଆପଣଙ୍କ ଘରେ ଯଦି କିଛି ବି କିଡ଼ା ଲାଇକ୍ ଟର୍ମାଇଟ୍ ହଉ, କକରୋଚ୍ ହଉ, ଫ୍ଲାଇଜ୍ ହଉ, ମସ୍କିଟୋ ହଉ, ବେଡବଗ ହଉ, এই ପ୍ରକାର ଯଦି ପ୍ରୋବ୍ଲେମ ଆସୁଛି ଆମେ ତାର ସମାଧାନ କରୁ। ଓକେ, ଆମେ ଯଦି ଦେଖିବା କାଟାଗୋରୀ ୱାଇଜ୍ ଟର୍ମାଇଟ୍ ପାଇଁ ଆମେ କେମିତି ସର୍ଭିସ୍ କରୁ, କକରୋଚ୍ ପାଇଁ ଆମେ କେମିତି ସର୍ଭିସ୍ କରୁ, ଏବଂ ମସ୍କିଟୋ ପାଇଁ କେମିତି କରୁ, ବେଡବଗ ପାଇଁ କେମିତି କରୁ, ର୍ୟାଟ୍ ପାଇଁ କେମିତି କରୁ, ଯେତେ ଇନସେକ୍ଟିସାଇଡ୍ ଆମର ଅଛନ୍ତି ତାଙ୍କୁ କଣ୍ଟ୍ରୋଲ କରିବା ପାଇଁ ଇଷ୍ଟର୍ଣ୍ଣ ପେଷ୍ଟ କଣ୍ଟ୍ରୋଲ ସର୍ଭିସେସ୍ ବିଗତ 10-12 ବର୍ଷ ହେଲା ଓଡ଼ିଶାର କୋଣ ଅନୁକୋଣରେ ସର୍ଭିସ୍ ଦେଇ ଆସୁଅଛି। ଆମେ ଯଦି ପ୍ରଥମେ ଦେଖିବା ଟର୍ମାଇଟ୍ କଣ୍ଟ୍ରୋଲ, ଆପଣଙ୍କ ଘରେ ଯଦି ଉଇ ଲାଗୁଛି, ଓକେ, ଆପଣଙ୍କର ଘର ଅଲରେଡି ତିଆରି ସରିଛି ଏବଂ ସେଥିରେ ଆପଣ ଉଇର ସମାଧାନ କରିବା ପାଇଁ ଚାହୁଁଛନ୍ତି, ଆମର ପୋଷ୍ଟ କନଷ୍ଟ୍ରକ୍ସନ ସର୍ଭିସ୍ ଆପଣ ନେଇପାରିବେ। ଓକେ, ସେଟା ହେଲା ଆମର ଉଇ ପାଇଁ, ଯାହାର 5 ବର୍ଷ ୱାରେଣ୍ଟି ରହୁଛି। ଆପଣ ଯଦି ଘର ନ୍ୟୁଲି ଷ୍ଟାର୍ଟ କରିବା ପାଇଁ ଚାହୁଁଛନ୍ତି, ଟୋଟାଲ ଘର ଆପଣ ନ୍ୟୁଲି ଷ୍ଟାର୍ଟ କରିବେ, ତାହେଲେ ଆପଣ ପ୍ରି କନଷ୍ଟ୍ରକ୍ସନ ନେଇପାରିବେ, ଯୋଉଟାକି 3ଟା ଷ୍ଟେଜରେ ଆମର ସର୍ଭିସ୍ ଦିଆହେଉଛି। ତାପରେ ଆପଣଙ୍କ ଘରେ ଯଦି କିଚେନରେ କକରୋଚ୍ ପ୍ରୋବ୍ଲେମ ହେଉଛି, ତା ପାଇଁ ଆମେ ସ୍ପ୍ରେ ଆଉ ଜେଲ୍ ବେଟିଂ କରୁଛୁ। ଓକେ, ଯୋଉଟାକି ଆପଣଙ୍କର କକରୋଚ୍ ସମସ୍ୟାରୁ ଆପଣଙ୍କୁ ସମାଧାନ ଦେବ। ଯଦି ଆପଣଙ୍କର ମସ୍କିଟୋ ପ୍ରୋବ୍ଲେମ ହେଉଛି, ମାନେ ମଶାର ପ୍ରୋବ୍ଲେମ ଆପଣ ଫେସ୍ କରୁଛନ୍ତି, ତାହେଲେ ଆମେ ତାକୁ ଡ୍ରେନେଜ ଏରିଆ ଆମେ କଣ୍ଟ୍ରୋଲ କରୁଛୁ। ତାପରେ ଦେଖିବା ଆମେ ଯଦି ଅଲ୍ ୱାଲ୍ ଆପଣଙ୍କର ପ୍ରୋଟେକ୍ଟ କରୁଛୁ ଡିଫରେଣ୍ଟ ଇନସେକ୍ଟିସାଇଡ୍, ଯୋଉଟାକି WHO ମାନେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଆପ୍ରୁଭାଲ ଦେଇଛି, ଯୋଉଟାକୁ ତାକୁ ନେଇକି ଆମେ ୟୁଜ୍ କରୁଛୁ। ତାପରେ ଦେଖିବେ ଯଦି ବେଡବଗ, ଆମେ ବେଡବଗ ପାଇଁ ଆପଣ ନିହାତି ଭାବରେ 2ଟା ସର୍ଭିସ୍ କରନ୍ତୁ। ଗୋଟେ ହେଲା ପ୍ରଥମ ଷ୍ଟେଜରେ ଆପଣ ଯଦି ସର୍ଭିସ୍ କରୁଛନ୍ତି, ଯେତେ ଆଡଲ୍ଟ ଅଛନ୍ତି ଟୋଟାଲ ଆପଣଙ୍କର ସବୁ ମରିଯାଉଛନ୍ତି। ତାପରେ ସେକେଣ୍ଡ ସର୍ଭିସ୍ ଆପଣ 8ରୁ 10 ଦିନ ଭିତରେ କରିପାରିବେ, ଯୋଉଥିରେ ଆପଣଙ୍କର ଟୋଟାଲ ଏଗ୍ ଗୁଡ଼ା ଯେତେବେଳେ ଫୁଟି ଯାଉଛନ୍ତି, ଅଣ୍ଡା ଗୁଡ଼ା ଯେତେବେଳେ ଫୁଟୁଛନ୍ତି, ଯୋଉଟାକୁ ନେମ୍ସ କୁହାଯାଏ, ସିଏ ଯେତେବେଳେ ଫୁଟୁଛି ଆମେ ତାକୁ ଯଦି ତାପରେ ଗୋଟେ ସର୍ଭିସ୍ କରିଦେଉଛୁ, ତ ଟୋଟାଲ ଆମର ବେଡବଗ କଣ୍ଟ୍ରୋଲ ହେଇଯାଆନ୍ତି। ତାପରେ ଯଦି ଆମେ ଦେଖିବା ର୍ୟାଟ୍ ସର୍ଭିସ୍ ଆପଣ କରିବା ପାଇଁ ଚାହୁଁଛନ୍ତି, ଘରେ ଆମର ମାନେ ମେନଲି ର୍ୟାଟ୍ 3 ପ୍ରକାର ଥାନ୍ତି। ଆମର ଘରେ କୋଉ ପ୍ରକାର ର୍ୟାଟ୍ ଅଛି ଆମେ ତାକୁ ଆଇଡେଣ୍ଟିଫାଏ କରିବା। ଓକେ, ତାପରେ ଆମେ ର୍ୟାଟ୍ ପାଇଁ ଆମର 3ରୁ 4 ପ୍ରକାର ଡିଫରେଣ୍ଟ କେମିକାଲ୍ସ ଆମେ ୟୁଜ୍ କରୁଛୁ। ଆମେ ତାକୁ ଆଇଡେଣ୍ଟିଫାଏ କଲା ପରେ ଆମେ ୟୁଜ୍ କରିପାରିବା। ଏହିପରି ଭାବରେ ଏନି ଇନସେକ୍ଟ ଆପଣ ଘରେ ମାନେ ରେସିଡେଣ୍ଟାଲ ସର୍ଭିସ୍ ଆମେ କରୁଛୁ, ତା ସହ ଆମେ କମର୍ସିଆଲ ସର୍ଭିସ୍ ବି କରୁଛୁ। କମର୍ସିଆଲ ଇନ୍ ସେନ୍ସ ହୋଟେଲ, ରେଷ୍ଟୁରାଣ୍ଟ, ହସ୍ପିଟାଲ, ଯେତେ ସବୁ ବିଜନେସ୍, ଅଲ୍ ଅଦର ବିଜନେସ୍, ଯେମିତି ଗୋଡାଉନ୍ ହେଲା, ଏନି ଷ୍ଟୋରେଜ ହେଲା, ଏଇଗୁଡାକରେ ଆମେ ସବୁ ପ୍ରକାର ପେଷ୍ଟ କଣ୍ଟ୍ରୋଲ ଆଜ୍ ପର ୟୁର ରିକ୍ୱାରମେଣ୍ଟ ଆମେ ପ୍ରଦାନ କରୁଛୁ। ସେଥିପାଇଁ ଆପଣ ଏନି ପେଷ୍ଟ ମାନେ ଫେସ୍ କରୁଛନ୍ତି, ଆମକୁ ଆପଣ ଯୋଗାଯୋଗ କରିପାରିବେ। ତଳେ ଆମର ଲିଙ୍କ ଅଛି, ଆପଣ ଆମ ସହ 1-to-1 ଡିସ୍କସ୍ କରିପାରିବେ ଏବଂ ଆମର ପ୍ରାଇସ୍ ଏବଂ କୋଟେସନ ଆପଣ ମାଗିକି କମ୍ପେୟାର କରିପାରିବେ ଅଦର ଭେଣ୍ଡର ସହ, ଆଉ କ୍ୱାଲିଟି ମଧ୍ୟ ଆପଣ ଦେଖିପାରିବେ। ଓକେ, ଆଉ ପେଷ୍ଟ କଣ୍ଟ୍ରୋଲ ଆପଣ କଲାବେଳେ ଗୋଟେ ଜିନିଷ ନିହାତି ଧ୍ୟାନ ଦିଅନ୍ତୁ, ଯେ ପେଷ୍ଟ କଣ୍ଟ୍ରୋଲ କରୁଛି ଆପଣଙ୍କର ସେ ରେଜିଷ୍ଟର୍ଡ କି ନାହିଁ। ଓକେ, ସେ ଯଦି ରେଜିଷ୍ଟର ନାହିଁ ଥିବ, ଆପଣଙ୍କୁ ସେ ସାର୍ଟିଫିକେଟ ଦେଇପାରିବନି, ୱାରେଣ୍ଟି ସାର୍ଟିଫିକେଟ, ଯୋଉଟା 5 years 10 years କେମିତି ଜଣେ ଦେବ, ସେ ତ ନିଜେ ରେଜିଷ୍ଟର୍ଡ ନୁହଁ। ଏଇ ପ୍ରତି ଆପଣ ମାନେ ବହୁତ ଧ୍ୟାନ ଦିଅନ୍ତୁ। ଓକେ, ଆପଣ ନିଜର କମର୍ସିଆଲ ଏବଂ ରେସିଡେଣ୍ଟାଲ ଏବଂ ଅଦର ବିଜନେସ୍ ପ୍ରେମିସେସରେ ପେଷ୍ଟ କଣ୍ଟ୍ରୋଲ କରନ୍ତୁ, ନିଜକୁ ସୁରକ୍ଷିତ ଦିଅନ୍ତୁ ଏବଂ ନିଜର ଘରକୁ ଏବଂ ନିଜର ପରିବାରକୁ ବି ସୁରକ୍ଷିତ ଦିଅନ୍ତୁ। ଇଷ୍ଟର୍ଣ୍ଣ ପେଷ୍ଟ କଣ୍ଟ୍ରୋଲକୁ ଭିଜିଟ୍ କରନ୍ତୁ ଏବଂ ଡିଟେଲ୍ସ 1-to-1 ଏବଂ ଆମର ୱେବସାଇଟ୍ କି ଯାଇକି ଆପଣ ଡିଟେଲ୍ସ ଜାଣିପାରିବେ। ଓକେ, ଧନ୍ୟବାଦ।